ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆମେ ଆଜି ଓଡ଼ିଆ ବ୍ୟାକରଣ ନବମ ଶ୍ରେଣୀର ସମାସ ବିଷୟବସ୍ତୁକୁ ଆଲୋଚନା କରିବା। ଆମର ଏହି ସମାସର ଅନେକ ଗୁଡ଼ିଏ ବୈଶିଷ୍ଟ୍ୟ ତଥା ଉପାଦାନ ବା ସମାସ କାହାକୁ ନେଇ ଗଠିତ ସେ ବିଷୟରେ ଆଲୋଚନା କରିବା ଏବଂ ସମାସର ପ୍ରକାର ଭେଦ ବିଷୟରେ ଆମେ ଏଠାରେ ଆଲୋଚନା କରିବା ପିଲାମାନେ। ତାହେଲେ ଡେରି ନକରି ଭିଡ଼ିଓକୁ ଆଗେଇ ନେବା। ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦକୁ ଯଦି ଏକ ପଦରେ ପରିଣତ କରିବାର ନାମ ହେଉଛି କ'ଣ ନା ସମାସ। ଆମେ ସମାସ କାହାକୁ କହିବା ପିଲାମାନେ ନା ସମାସ କହିଲେ ଯଦି ଗୋଟେ କିମ୍ବା ଦୁଇଟା ପଦକୁ ମିଶେଇକି ଯଦି ସିଙ୍ଗିଲ୍ ଗୋଟେ ପଦ ହୁଏ, ସେ ଗୋଟେ ପଦ ହେଲେ ଆମେ କ'ଣ କହିବା ନା ତାକୁ କହିବା ସମାସ। ବୁଝିହେଲା ପିଲାମାନେ। ସେ କହିଲା ଯେ କ'ଣ ନା ଗୋଟିଏ ପଦ ବା ଗୋଟିଏରୁ ଅଧିକ ପଦ ଦୁଇଟା ହେଉ ତିନିଟି ହେଉ ଯଦି ଆମେ ତିନୋଟି ପଦକୁ କ'ଣ କରିବା ନା ଏକାଠି ମିଶାଇ ଦେବା ଏବଂ ମିଶାଇବା ଦ୍ୱାରା ଯଦି ତାହା ଗୋଟିଏ ଅର୍ଥ ପ୍ରକାଶ କରୁଥାଏ ତାକୁ ଆମେ କ'ଣ କହିବା ପିଲାମାନେ ନା ତାକୁ କହିବା ସମାସ। ବୁଝିହେଲା କି ନାହିଁ। ଦୁଇଟା ବା ଦୁଇରୁ ଅଧିକ ପଦମାନଙ୍କର ସମ୍ବନ୍ଧ ଥିବ ଏବଂ ଏକ ପଦରେ ପରିଣତ କରିବାକୁ କ'ଣ କୁହାଯାଇଥାଏ ପିଲାମାନେ ନା ସମାସ କୁହାଯାଇଥାଏ। ସମାସ ପ୍ରକ୍ରିୟାରେ ସମ୍ପର୍କିତ ହୋଇଥିବା ପଦଗୁଡ଼ିକ ହେଲା ସମସ୍ତ ପଦ, ପୂର୍ବ ପଦ, ପରପଦ, ଉତ୍ତର ପଦ, ସମସ୍ୟମାନ ପଦ ଓ ବିଗ୍ରହ ବାକ୍ୟ। ଏତିକି ଗୁଡ଼ିଏ ଏହାକୁ ଆମେ ଉପାଦାନ କହିଲେ ମଧ୍ୟ ହେବ ପିଲାମାନେ। କାହିଁକି ଯେତେବେଳେ ଆମେ ସମାସ ପଢ଼ିବା ସମୟରେ ଆମେ ଏହି ସମସ୍ତ ପଦ ତଥା ପୂର୍ବ ପଦ, ପରପଦ, ଉତ୍ତର ପଦ, ଏଇ ସମସ୍ୟମାନ ପଦ, ବିଗ୍ରହ ବାକ୍ୟ ଏ ବିଷୟରେ ଜାଣିବାକୁ ନିତାନ୍ତ ଜରୁରୀ ଅଟେ। ଯଦି ଆମେ ୟାକୁ ଜାଣିପାରିବା ନାହିଁ ତାହେଲେ ଆମେ ସମାସ ବିଷୟବସ୍ତୁକୁ ବୁଝିପାରିବା ନାହିଁ। ଯଦି ମୁଁ ତୁମକୁ ଗୋଟେ ଉଦାହରଣ ଦେଇଦେବି ସମାସ କାହାକୁ କୁହାଯାଏ ବା ସମାସର ଗୋଟେ ଏକ୍ଜାମ୍ପଲ୍ ଯଦି ଆମେ ନେଇଯିବା, ସପୋଜ୍ ଦେଖିବା ପିଲାମାନେ, ତ ପିଲାମାନେ ଆମେ ଯେତେବେଳେ ଗୋଟେ ଏକ୍ଜାମ୍ପଲ୍ର କଥା କହୁଛୁ, ସପୋଜ୍ ନେଇଯିବା ଆମର ଏକ୍ଜାମ୍ପଲ୍ ହେଲା ଗୃହାଗତ ଅର୍ଥାତ୍ ଗୃହାଗତ କହିଲେ କ'ଣ ନା ଆମେ ଏଠାରେ ୟାକୁ ସନ୍ଧି ମଧ୍ୟ କରିପାରିବା। ଯେମିତି ଗୃହକୁ ଯୁକ୍ତ ଆଗତ, ଅର୍ଥାତ୍ ଯେତେବେଳେ ବି ଆମେ କହୁଛୁ ନା କ'ଣ ନା ଗୃହକୁ ଆଗତ ଗୃହାଗତ, ଏଠାରେ ଯେଉଁ ଦ୍ୱିତୀୟ ବିଭକ୍ତି ଲାଗିଲା କ'ଣ ନା କୁଟା, ଏଠାରେ ଆମେ ଦେଖିଛୁ ଯେ ଦୁଇଟା ପଦ ଗୋଟେ ହେଲା ଗୃହକୁ ଆଉ ଗୋଟେ ହେଲା ଆଗତ ମିଶି ଯାଇଛନ୍ତି। ମିଶିଲା ପରେ କ'ଣ କରୁଛନ୍ତି ନା ଗୋଟେ ଅନ୍ୟ ଏକ ପଦ ସୃଷ୍ଟି କରୁଛନ୍ତି ଯେଉଁଟା ଆମେ ଗୃହାଗତ ବୋଲିକିରି କହୁଛୁ। ଆମେ କହୁନୁ ଗୃହକୁ ଆଗତ, ଆମେ ଏମିତି କହିପାରିବା ନାହିଁ। ଯଦି କହିବା ତାହେଲେ ଏଇଟା ଭୁଲ ହେଇଯିବ। କିନ୍ତୁ ଦୁଇଟାକୁ ମିଶେଇକିରି ଆମେ ଯଦି କହିଦେବା ଗୃହାଗତ ତାହେଲେ ସେଇଟା ହେଲା ସମାସ। ବୁଝିହେଉଛି ପିଲାମାନେ। ଦୁଇ ବା ଦୁଇରୁ ଅଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଲା କ'ଣ ସମାସ। ଠିକ୍ ଯେମିତି ଗୃହାଗତ। ତାହେଲେ ଆଗକୁ ବଢ଼ିବା। ସମସ୍ତ ପଦ କାହାକୁ କୁହାଯାଏ? ଯେତେବେଳେ ଆମେ ସମାସରେ ପଦଗୁଡ଼ିକ ମିଳିତ ହେବା ପରେ ଯେଉଁ ପଦ ସୃଷ୍ଟି ହୁଏ ତାକୁ ଆମେ କହିଥାଉ ସମସ୍ତ ପଦ। ଯେତେବେଳେ ଦେଖିବା କ'ଣ ନା ଯେ ସମାସରେ ପଦଗୁଡ଼ିକ ମିଳିତ ହେବା ପରେ ଯେଉଁ ପଦ ସୃଷ୍ଟି କରିଥାନ୍ତି ତାକୁ କୁହାଯାଇଥାଏ ସମସ୍ତ ପଦ। ସେ ସମସ୍ତ ପଦକୁ ଆମେ କ'ଣ ବୋଲି କହିଥାଉ ନା ସମାସ ନିଷ୍ପନ୍ନ ପଦ ବୋଲି ମଧ୍ୟ ଆମେ ସମସ୍ତ ପଦ ବୋଲି କହିଥାଉ। ସମାସ ନିଷ୍ପନ୍ନ ପଦକୁ ସମସ୍ତ ପଦ ବୋଲିକିରି କୁହାଯାଇଥାଏ। ଯେମିତି ଗୋଟେ ଏକ୍ଜାମ୍ପଲ୍ ନେଇଯିବା ଏବଂ ବୁଝିବା ସମସ୍ତ ପଦ କାହାକୁ କୁହାଯାଏ। ସପୋଜ୍ ପିଲାମାନେ ଆମର ଏକ୍ଜାମ୍ପଲ୍ ଅଛି କ'ଣ ନା ସିଂହ ଚିହ୍ନିତ ଆସନ, ସିଂହାସନ। ଯଦି ସିଂହ ଚିହ୍ନ ଥିବ ସେହି ଆସନକୁ ଆମେ କ'ଣ କହିବା ନା ସିଂହଙ୍କର ଆସନ ବା ସିଂହାସନ ବୋଲି କହିପାରିବା। ତାହେଲେ ଏଠାରେ ସିଂହାସନ ହେଉଛି କ'ଣ ନା ସମସ୍ତ ପଦ। ସମସ୍ତ ପଦ କାହିଁକି ହେଲା ଯେ ସମାସରେ ପଦଗୁଡ଼ିକ ମିଳିତ ହୋଇ ଏଠାରେ ସିଂହ ଗୋଟେ ଚିହ୍ନିତ ଗୋଟେ ଆସନ ଗୋଟେ ତିନୋଟି ମିଶିଲା, 1 + 2 + 3 ସମାନ କ'ଣ ହେଇଛି ନା ସିଂହାସନ ହେଇଛି। ତ ଏଇ ଯେଉଁ କେତେ ଗୁଡ଼ିଏ ପଦ ମିଳିତ ହେଲା ପରେ ଯାହା ଆମେ ପାଇଥାଉ ତାକୁ କହିଥାଉ ସମସ୍ତ ପଦ। ଏଠାରେ ସିଂହ ହେଉଛି ପୂର୍ବ ପଦ, ଆସନ ହେଉଛି ପରପଦ, ଚିହ୍ନିତ ହେଉଛି ମଧ୍ୟପଦ, ମଧ୍ୟର ପୂର୍ବରୁ ପୂର୍ବପଦ, ମଧ୍ୟର ପରେ ପରପଦ। ଅର୍ଥାତ୍ ପୂର୍ବପଦ, ମଧ୍ୟପଦ ଏବଂ ପରପଦ
ତିନୋଟି ମିଶି କ'ଣ ହେଇଥାଏ ପିଲାମାନେ ନା ସମସ୍ତ ପଦ ସୃଷ୍ଟି କରାଯାଇଥାଏ। ସମସ୍ତ ପଦ କ'ଣ ନା କେତେ ଗୁଡ଼ିଏ ପଦ ମିଳିତ ହୋଇ ସମସ୍ତ ପଦ ବା ସମାସ ନିଷ୍ପନ୍ନ ପଦକୁ ସମସ୍ତ ପଦ ବୋଲି କୁହାଯାଇଥାଏ। ଯଦି କିଛି ଡାଉଟ୍ ହେଉଥାଏ, ବୁଝିବାରେ ଅସୁବିଧା ହେଉଥାଏ, ତାହେଲେ ପିଲାମାନେ ନିଶ୍ଚିତ ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଯାହା ବି ଅସୁବିଧା ହେଉଛି କମେଣ୍ଟରେ ଜଣାଇଲେ ତାର ସମାଧାନ ନିଶ୍ଚିତ ଭାବରେ ଆମେ କରିବୁ। ତାପରେ ଦେଖିବା ପିଲାମାନେ କ'ଣ ନା ସମସ୍ୟମାନ ପଦ। ସମସ୍ୟମାନ ପଦ କାହାକୁ କୁହାଯାଇଥାଏ? ଯଦି ସିଂହାସନ ସମସ୍ତ ପଦରେ ସିଂହ ଗୋଟିଏ ସମସ୍ୟମାନ ପଦ ଓ ଆସନ ହେଉଛି ଆଉ ଗୋଟିଏ ସମସ୍ୟମାନ ପଦ। ସମସ୍ୟମାନ ପଦ କ'ଣ? ଯେତେବେଳେ ଆମେ ସମସ୍ତ ପଦ ବାହାର କରୁଛୁ, ସମସ୍ତ ପଦ ହେବା ପାଇଁ ହେଲେ ଯେଉଁ ଆମେ ପୂର୍ବ ପଦ ଏବଂ ପରପଦ ନେଇଥିଲେ ସେ ପୂର୍ବ ପଦ ଆଉ କ'ଣ ନା ପରପଦ ଇଏ ଦୁଇଟା ହେଲା କ'ଣ ପିଲାମାନେ? ଏଇଟା ହେଇଗଲା କ'ଣ? ସମସ୍ୟମାନ ପଦ। ଠିକ୍ ଅଛି। ଯେଉଁ ପଦ ଗୁଡ଼ିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦ ଗୁଡ଼ିକ ଗୋଟିଏ ଗୋଟିଏ ଅର୍ଥାତ୍ ପ୍ରତ୍ୟେକ ପଦକୁ ସମସ୍ୟମାନ ପଦ ବୋଲିକି କୁହାଯାଏ। ଆମେ ଯଦି ଏକ୍ଜାମ୍ପଲ୍କୁ ସିଧାସଳଖ କହିବା ପିଲାମାନେ କ'ଣ ହେବ ନା ଯେତେବେଳେ ଗୋଟେ ସମାସ କରୁଛୁ, ସମାସ କରିବା ସମୟରେ ସମସ୍ତ ପଦ କ'ଣ ହେଇଥାଏ ନା ସମସ୍ୟମାନ ପଦର ସମାହାରରେ ତାହା ସୃଷ୍ଟି ହୋଇଥାଏ। ଅର୍ଥାତ୍ ପ୍ରତ୍ୟେକ ଗୋଟିଏ ଗୋଟିଏ ସମସ୍ୟମାନ ପଦ ମିଳିତ ହୋଇ କ'ଣ କରିଥାନ୍ତି ନା ସମସ୍ତ ପଦ ସୃଷ୍ଟି କରିଥାନ୍ତି। ସମସ୍ତ ପଦ ସୃଷ୍ଟି ହେବା ପାଇଁ ହେଲେ କ'ଣ ଦରକାର ନା ସମସ୍ୟମାନ ପଦ ଦରକାର। ଠିକ୍ ଅଛି। ଯେଉଁଟା ଆମେ ପୂର୍ବପଦ ଏବଂ ପରପଦ ନେଇଥିଲେ। ସିଂହ ଚିହ୍ନିତ ଆସନ। ସିଂହ ହେଲା ପୂର୍ବପଦ, ଆସନ ହେଲା ପରପଦ। ତ ସିଂହ ବି ହେଲା ଗୋଟେ ସମସ୍ୟମାନ ପଦ, ଆସନ ବି ହେଲା ଗୋଟେ ସମସ୍ୟମାନ ପଦ। ଠିକ୍ ଅଛି ପିଲାମାନେ, ତାହେଲେ ଆଗକୁ ବଢ଼ିବା। ବିଗ୍ରହ ବାକ୍ୟ କାହାକୁ କୁହାଯାଏ ନା ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ ବିଗ୍ରହ ବାକ୍ୟ କୁହାଯାଏ। ଯେତେବେଳେ ଆମେ ସମାସ କରୁଥିବା ଏବଂ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଠନ କରିଥାଉ ତାହାକୁ ହିଁ କୁହାଯାଏ ବିଗ୍ରହ ବାକ୍ୟ। ବିଗ୍ରହ ବାକ୍ୟକୁ ଆଉ ବି କ'ଣ କୁହାଯାଏ ପିଲାମାନେ ନା ବ୍ୟାସ ବାକ୍ୟ କୁହାଯାଇଥାଏ ତଥା ସମାସ ବାକ୍ୟ ବୋଲି ମଧ୍ୟ କୁହାଯାଇଥାଏ। ଆମେ ବିଗ୍ରହ ବାକ୍ୟକୁ କ'ଣ କହିଥାଉ? ବ୍ୟାସ ବାକ୍ୟ ବା ସମାସ ବାକ୍ୟ ବୋଲିକରି କହିଥାଉ ପିଲାମାନେ। ବୁଝିହେଲା? ଯଦି ବିଗ୍ରହ ବାକ୍ୟ କାହାକୁ କୁହାଯାଏ ବୋଲି କ'ଣ କହିବ ନା ସମାସରେ ଆମେ ପଦମାନଙ୍କର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଠିତ କରିଥାଉ, ଯେଉଁ ବାକ୍ୟ ଗଠନ କରିଥାଉ ତାହାକୁ ବିଗ୍ରହ ବାକ୍ୟ କୁହାଯାଏ ଏବଂ ବିଗ୍ରହ ବାକ୍ୟକୁ ବ୍ୟାସ ବାକ୍ୟ ତଥା ସମାସ ବାକ୍ୟ ବୋଲି ମଧ୍ୟ କୁହାଯାଇଥାଏ। ଆଗକୁ ବଢ଼ିବା ପିଲାମାନେ। ସମାସର ପ୍ରକାର ଭେଦ ବିଷୟରେ ଟିକେ ଦେଖିବା। ଯଦି ସମାସକୁ ଦେଖିବା ତାହେଲେ ଆମକୁ ବିଭକ୍ତି ବିଷୟରେ ମଧ୍ୟ ଟିକେ ଜାଣିବାକୁ ପଡ଼ିବ ପିଲାମାନେ। ଯଦି ବିଭକ୍ତି ନ ଜାଣିବା ତାହେଲେ ଆମେ କେତେବେଳେ ବି ସମାସର ପ୍ରକାର ଭେଦକୁ ଭଲ ଭାବରେ ବୁଝିପାରିବା ନାହିଁ। ତାପରେ ମୋର କହିବାର ଅର୍ଥ କ'ଣ ନା ଆମେ ବିଭକ୍ତି ଜାଣିଲେ ଆମକୁ ସମାସର ପ୍ରକାର ଭେଦ ଜାଣିବାଟା ଟିକେ ସହଜ ହେବ। ତ ନିଶ୍ଚିତ ଭାବରେ ଆମେ ଗୋଟିଏ ଭିଡ଼ିଓ ବିଭକ୍ତି ଉପରେ କରିବା ପିଲାମାନେ, ଯାହାଫଳରେ ତୁମକୁ ଏଇଟା ଦେଖିବାରେ ବା ବୁଝିବାରେ ତୁମକୁ ଅସୁବିଧା ହେବ ନାହିଁ। ଆଚ୍ଛା ଠିକ୍ ଅଛି, ଯାହା ବି ହେଉ ସମାସ କେତେ ପ୍ରକାରର ନା ସମାସ ହେଉଛି 6 ଭାଗରେ ବିଭକ୍ତ। ଯଦି ଆମେ ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ଦେଖିବା ସମାସକୁ କ'ଣ କରାଯାଇଛି ନା 6 ଭାଗରେ ବିଭକ୍ତ କରାଯାଇଛି ପିଲାମାନେ। ସେ ଯେଉଁ 6 ଭାଗରେ ବିଭକ୍ତ କରାଯାଇଛି କ'ଣ କ'ଣ? 1 ହେଲା ତତ୍ପୁରୁଷ, 2 ହେଲା କର୍ମଧାରାୟ, 3 ହେଲା ଦିଗୁ, 4 ହେଲା ଦ୍ୱନ୍ଦ୍ୱ, ବହୁବ୍ରୀହି ହେଲା 5 ନମ୍ବର, ଅବ୍ୟୟଭାବୀ ବା ଅବ୍ୟୟୀ ଭାବ ହେଲା 6 ନମ୍ବର। ତତ୍ପୁରୁଷ, କର୍ମଧାରାୟ, ଦିଗୁ, ଦ୍ୱନ୍ଦ୍ୱ, ବହୁବ୍ରୀହି, ଅବ୍ୟୟ ଭାବ। ଅବ୍ୟୟୀ ଭାବ ଏ ହେଇଗଲା ତ ଆମର 6ଟି କ'ଣ ନା ସମାସ। ଆମେ ଗୋଟେ ଗୋଟେ କରି ୟାକୁ ପଢ଼ିବା ପିଲାମାନେ। ଫାଷ୍ଟ ତତ୍ପୁରୁଷକୁ ଦେଖିବା। ୟାର ଯେଉଁ ବିଭାଗୀକରଣ କରାଯାଇଛି ପ୍ରତ୍ୟେକକୁ ଆମେ ଆନାଲିସିସ୍ କରିବା ପିଲାମାନେ। ଏମାନଙ୍କ ମଧ୍ୟରୁ ତତ୍ପୁରୁଷ ଓ କର୍ମଧାରୟ ସମାସ ଦୁଇଟିରେ ଉତ୍ତର ପଦର ଅର୍ଥରେ ପ୍ରାଧାନ୍ୟ ରହୁଥିବା ହେତୁ ଏ ଦୁଇଟି ଉତ୍ତର ପଦ ପ୍ରାଧାନ୍ୟ ବୋଲିକରି କୁହାଯାଇଥାଏ। ତତ୍ପୁରୁଷ ଏବଂ କର୍ମଧାରାୟରେ କ'ଣ ହେଇଥାଏ ନା ଉତ୍ତର ପଦର ଅର୍ଥର ପ୍ରାଧାନ୍ୟ ଥାଏ, ତେଣୁକରି ଏହାକୁ କୁହାଯାଇଥାଏ ଉତ୍ତର ପଦର ପ୍ରଧାନ ବୋଲିକରି। ଦିଗୁ ଓ ଅବ୍ୟୟୀ ଭାବ ପୂର୍ବ ପଦ ହେଉଛନ୍ତି ଏମାନଙ୍କର ପ୍ରଧାନ।
କାହାର ନା ଦିଗୁ ଏବଂ ଅବ୍ୟୟୀଭାବ। ଦ୍ୱନ୍ଦ୍ୱ ସମାସରେ ଉଭୟ ପଦ ବା ପ୍ରତ୍ୟେକ ପଦରେ ଅର୍ଥର ପ୍ରାଧାନ୍ୟ ରହିଥାଏ। ଦ୍ୱନ୍ଦ୍ୱରେ କ'ଣ ଦେଖିବା? ଉଭୟ ପଦ ବା ପ୍ରତ୍ୟେକ ପଦରେ ଅର୍ଥର ପ୍ରାଧାନ୍ୟ ରହିଥାଏ। ତେଣୁ ଉତ୍ତର ପଦ, ପୂର୍ବ ପଦ, ଉଭୟ ପଦ। କିନ୍ତୁ ବହୁବ୍ରୀହି ସମାସରେ କୌଣସି ସମସ୍ୟମାନ ପଦର ଅର୍ଥର ଉପରେ ପ୍ରାଧାନ୍ୟ ଦିଆଯାଇ ନଥାଏ। ତେଣୁ ଇଏ ହେଲା ସ୍ୱତନ୍ତ୍ର ଅର୍ଥ ଉପରେ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ଏହାକୁ ଅନ୍ୟ ଅର୍ଥ ପ୍ରଧାନ ବୋଲିକରି ମଧ୍ୟ କୁହାଯାଇଥାଏ। ଇଏ କୌଣସି ସମସ୍ୟମାନ ପଦର ଅର୍ଥ ଉପରେ ପ୍ରାଧାନ୍ୟ ଦେଇ ନଥାଏ। କିଏ? ନା ବହୁବ୍ରୀହି ସମାସ। ତେଣୁ ଏହାକୁ କୁହାଯାଇଥାଏ ସ୍ୱତନ୍ତ୍ର ଅର୍ଥ ପ୍ରଦାନ କରୁଥିବା ସମାସ ବା ଏହାକୁ ଅନ୍ୟ ଅର୍ଥ ପ୍ରଦାନକାରୀ ସମାସ ବୋଲି ମଧ୍ୟ କୁହାଯାଇଥାଏ। ତ ପିଲାମାନେ ଟିକେ ରିକଲ୍ କରିଦେବା। ତତ୍ପୁରୁଷ ଏବଂ କର୍ମଧାରୟକୁ ଉତ୍ତର ପଦ ବୋଲି କୁହାଯାଇଥାଏ। ଦିଗୁ ଅବ୍ୟୟୀଭାବକୁ ପୂର୍ବ ପଦ କୁହାଯାଇଥାଏ। ଦ୍ୱନ୍ଦ୍ୱକୁ ଉଭୟ ପଦ କୁହାଯାଇଥାଏ। ବହୁବ୍ରୀହିକୁ ସ୍ୱତନ୍ତ୍ର ଅର୍ଥ ବା ଅନ୍ୟ ଅର୍ଥ ବୋଲି ମଧ୍ୟ ଅଭିହିତ କରାଯାଇଥାଏ। ତେଣୁ ପିଲାମାନେ ଆଜି ପାଇଁ ଏତିକି। ଅନ୍ୟ ଏକ ଭିଡ଼ିଓରେ ଆମେ ଏହାର ବିଭାଗୀକରଣକୁ ଦେଖିବା ଏବଂ ତତ୍ପୁରୁଷକୁ ଆଲୋଚନା କରିବା। ତେଣୁ ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍ ପିଲାମାନେ। ଯଦି କୌଣସି ଜାଗାରେ ଅସୁବିଧା ଥାଏ ତାହେଲେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ ବୋଲି ଆମର ଆଶା ଏବଂ ବିଶ୍ୱାସ। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।